नजर पकाइबा प्रथम खबर उपरे प्रधानमंत्री किसान सम्मानिधि योजना हेउछि सरकारक द्वारा परिचालित सबुठारु उच्चाभिलाषी योजना। 10 कोटी अधिक चाषी एही योजना लाभ पाउछन्ति। ଏହା ଅଧୀନରେ ଚାଷୀଙ୍କୁ ପ୍ରତ୍ୟେକ 2000 ଟଙ୍କା ଲେଖାଏଁ ଆର୍ଥିକ ବର୍ଷିକ 6000 ଟଙ୍କା 3ଟି କିସ୍ତି ଦିଆଯାଏ। ଗତ ଦିନରେ ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ କୃଷକଙ୍କ ହିତ ପାଇଁ ଅନେକ କଥା କହିଥିଲେ। ଗ୍ରାମରେ ରହୁଥିବା ଚାଷୀଙ୍କ ଆୟ ବଢ଼ାଇବା ପାଇଁ କିଷାନ କ୍ରେଡିଟ୍ କାର୍ଡ କେସିସି ଧାରୀମାନଙ୍କୁ ସହ ଋଣ ପ୍ରଦାନ କରିବାକୁ ଅର୍ଥ ନିର୍ମଲା ସୀତାରମଣ ସରକାରୀ କ୍ଷେତ୍ର ବ୍ୟାଙ୍କଗୁଡ଼ିକୁ ନିବେଦନ କରିଥିଲେ। ଏହି ପରିପ୍ରେକ୍ଷୀରେ ପବ୍ଲିକ୍ ସେକ୍ଟର ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସିଇଓଙ୍କ ସହ ଅର୍ଥମନ୍ତ୍ରୀ ମଧ୍ୟ ଦୀର୍ଘ ଆଲୋଚନା କରିଥିଲେ। ଏହି ସମୟରେ ସେ ଆଞ୍ଚଳିକ ବ୍ୟାଙ୍କଗୁଡ଼ିକୁ ଗ୍ରାମବାସୀଙ୍କୁ ସାହାଯ୍ୟ କରିବା ପାଇଁ ବ୍ୟାଙ୍କର ଟେକ୍ନୋଲୋଜି ବିକାଶ କରିବାକୁ କହିଥିଲେ। ନଜର ପକାଇବା ପରବର୍ତ୍ତୀ ଖବର ଉପରେ ସାରା ଦେଶରେ ମହଙ୍ଗା ମାଡ଼କୁ ନେଇ ସାଧାରଣ ଲୋକେ ଚିନ୍ତାରେ ପଡ଼ିଛନ୍ତି। ବିଶେଷ କରି ତେଲ ସବୁଠି ଜରୁରୀ ଜିନିଷ ହୋଇଥିବା ବେଳେ ଏହାର ଦାମ ବେଶୀ କନ୍ଦାଉଛି। କିନ୍ତୁ ଏହି ସମୟରେ ଆସିଛି ଏକ ବଡ଼ ଖୁସି ଖବର। ଏବେ ଖାଇବା ତେଲରେ ହ୍ରାସ ହୋଇଥିବା ରେକର୍ଡ ହୋଇଛି। ଆମଦାନୀ ହୋଇଥିବା ଶସ୍ତା ଖାଦ୍ୟ ତେଲ ଯୋଗୁଁ ସ୍ଥାନୀୟ ମଣ୍ଡିରେ ତୈଳ ଏବଂ ତୈଳଜୀବୀ ଜିନିଷରେ ହ୍ରାସ ଘଟିଛି। ତେବେ ମାପ ଅଏଲ ଉପରେ ପୂର୍ବ ଅପେକ୍ଷା ଅଧିକ ହ୍ରାସ ରେକର୍ଡ କରାଯାଇଛି। ଏହି ହ୍ରାସ ପରେ ରାଜଧାନୀ ଦିଲ୍ଲୀର ନରେଲା ମଣ୍ଡି ଏବଂ ନଜଫଗଡ଼ ମଣ୍ଡିରେ ସୋରିଷ ସହାୟତା ମୂଲ୍ୟ କ୍ୱିଣ୍ଟାଲ ପିଛା 5445 ଟଙ୍କାରୁ କମ୍ ରହିଛି। ତେବେ ଶନିବାର 38% ତେଲ ପାଇଁ ଉପଯୁକ୍ତ ସୋରିଷ ମୂଲ୍ୟ ଖୋଲାରେ କ୍ୱିଣ୍ଟାଲ ପିଛା 44,47 ଟଙ୍କାରେ ବିକ୍ରି ହୋଇଛି। ସରକାର କୃଷକମାନଙ୍କ ପାଖରୁ ଉଚିତ ମୂଲ୍ୟରେ ସୋରିଷ କିଣୁଥିବା ବେଳେ ଏହା ଯଥେଷ୍ଟ ହୋଇପାରୁନାହିଁ, ଯାହାଦ୍ୱାରା କୃଷକ ଏବଂ ତୈଳ ଉଦ୍ୟୋଗୀ ଉଭୟଙ୍କୁ ବଡ଼ କ୍ଷତି ହୋଇଥିବା ସେମାନେ ପ୍ରକାଶ କରୁଛନ୍ତି। ତେବେ ଏହି ସ୍ଥିତି ଆଗକୁ ଆହୁରି ଖରାପ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ନଜର ପକାଇବା ପରବର୍ତ୍ତୀ ଖବର ଉପରେ ପଶୁପାଳନ ବର୍ତ୍ତମାନ ସମାଜରେ ଦେଶର ସର୍ବୋତ୍ତମ ଆୟର ଉତ୍ସ ଭାବରେ ଉଭା ହୋଇଛି। ଅଧିକରୁ ଅଧିକ କୃଷକ ଏହି ବ୍ୟବସାୟ ଆଡ଼କୁ ମୁହାଁଇବା ଆବଶ୍ୟକ, କାରଣ ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ମଧ୍ୟ ଦିଆଯାଉଛି। ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଗାଈ କିଣିବା ଉପରେ ଝାଡ଼ଖଣ୍ଡ ସରକାର ବମ୍ପର ସବସିଡି ପ୍ରଦାନ କରୁଛନ୍ତି। ଝାଡ଼ଖଣ୍ଡରେ ଚାଷୀମାନେ ମାତ୍ର 10% ରାଶି ଖର୍ଚ୍ଚ କରି ଦୁଧିଆଲି ଗାଈ କିଣିପାରିବେ। ମୁଖ୍ୟମନ୍ତ୍ରୀ ପଶୁଧନ ବିକାଶ ଯୋଜନା ଅନୁସାରେ ଏହି ସହାୟତା ଯୋଗାଇ ଦିଆଯାଉଛି। ଯୋଜନା ଅଧୀନରେ ଗାଈ ପାଳୁଥିବା ମହିଳାମାନଙ୍କୁ ରାଜ୍ୟ ସରକାର 90% ସବସିଡିରେ ଦେଉଛନ୍ତି। ଏଥିସହିତ ଅନ୍ୟ ସମସ୍ତ ବର୍ଗର ଲୋକଙ୍କୁ 75% ସବସିଡି ପ୍ରଦାନ କରାଯାଉଛି। ନଜର ପକାଇବା ପରବର୍ତ୍ତୀ ଖବର ଉପରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଏସ୍ବିଆଇର ପେନ୍ସନଧାରୀମାନଙ୍କ ପାଇଁ ଭଲ ଖବର। ବ୍ୟାଙ୍କର ପେନ୍ସନଭୋଗୀ ଏବଂ ବରିଷ୍ଠ ନାଗରିକଙ୍କୁ ଶୀଘ୍ର ଏସ୍ବିଆଇ ଦ୍ୱାରା ଏକ ନୂତନ ସୁବିଧା ଦିଆଯିବ। ବ୍ୟାଙ୍କର ବୟସ୍କ ଖାତାଧାରୀମାନେ ମଧ୍ୟ ଏହି ସୁବିଧା ସୁଯୋଗ ନେଇପାରିବେ। ବ୍ୟାଙ୍କର ନୂତନ ଯୋଜନା ଅନୁଯାୟୀ ଏଣିକି ବ୍ୟାଙ୍କରେ ପେନ୍ସନଧାରୀମାନଙ୍କୁ ଆଉ ଫିଙ୍ଗରପ୍ରିଣ୍ଟ ଦେବାକୁ ପଡ଼ିବ ନାହିଁ। ଗ୍ରାହକଙ୍କୁ ଆଇରିସି ସ୍କାନ ସାହାଯ୍ୟରେ ପେନ୍ସନ ଉଠାଇବାର ସୁବିଧା ମିଳିବ। ଗ୍ରାହକଙ୍କୁ ବ୍ୟାଙ୍କ କାର୍ଯ୍ୟନିର୍ବାହୀ କିମ୍ବା ଗ୍ରାହକ କେୟାର ସେଣ୍ଟରରେ ଚିହ୍ନଟ କରାଯିବ। ନଜର ପକାଇବା ପରବର୍ତ୍ତୀ ଖବର ଉପରେ ଆର୍ଟି ଜିଲ୍ଲା କୁଆପଥର ବର୍ଷା। ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କଲା ଅରେଞ୍ଜ ୱାର୍ଣ୍ଣିଂ। ରାଜ୍ୟରେ ଜାରି ରହିଛି କାଳବୈଶାଖୀ ପ୍ରଭାବ, ଫଳରେ ତାତିରୁ ଆଶ୍ୱସ୍ତି ମିଳିଛି। ଖବର ଅନୁଯାୟୀ ଶନିବାର ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ଖସିଥିଲା। ରବିବାର ମଧ୍ୟ ରାଜ୍ୟର ଅଧିକାଂଶ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ କାଳବୈଶାଖୀ ବର୍ଷା ହେବ। ପବନର ବେଗ ଘଣ୍ଟା ପ୍ରତି 40ରୁ 50 କିମି ରହିବ। ବାଲେଶ୍ୱର, ଭଦ୍ରକ, ଜୟପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ଢେଙ୍କାନାଳ, କନ୍ଧମାଳ, ବୌଦ୍ଧ, କଳାହାଣ୍ଡି, ମାଲକାନଗିରି, କୋରାପୁଟ, ରାୟଗଡ଼ା ଆଦି 18ଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ରହିଛି। ନଜର ପକାଇବା ପରବର୍ତ୍ତୀ ଖବର ଉପରେ ସରକାରୀ କର୍ମଚାରୀମାନଙ୍କ ଓଭରଟାଇମ୍ କାମ କରିବା ଏବଂ ଏଥିପାଇଁ ପେମେଣ୍ଟ ବ୍ୟବସ୍ଥାକୁ ନେଇ ଏକ ନୂଆ ଶୁଣାଣି କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ। ତେବେ ଏହି ଶୁଣାଣି ସରକାରୀ କର୍ମଚାରୀମାନଙ୍କୁ ଏକ ଝଟକା ଦେଇଛି। ସୁପ୍ରିମକୋର୍ଟ କହିଛନ୍ତି ଯେ ଓଭରଟାଇମ୍ କାମ କରିବା ପାଇଁ କୌଣସି ଟଙ୍କା ପାଇବାର ହକଦାର ନୁହେଁ, କାରଣ ସମାଜରେ ବେତନ ଆୟୋଗୀ ସୁପାରିଶ ମାଧ୍ୟମରେ ସରକାରୀ କର୍ମଚାରୀଙ୍କ ଦରମା ବୃଦ୍ଧି ହୋଇଥାଏ। କିନ୍ତୁ ଠିକାରେ କାମ କରୁଥିବା କର୍ମଚାରୀମାନେ ଏହା ସୁବିଧା ପାଇପାରୁନାହାନ୍ତି। ଏହା ବ୍ୟତୀତ ସରକାରୀ କର୍ମଚାରୀଙ୍କୁ ଆହୁରି ଅନେକ ପ୍ରକାର ବିଶେଷ ଅଧିକାର ମିଳିଥାଏ। ସୁପ୍ରିମକୋର୍ଟ କହିଛନ୍ତି ଯେ ସରକାରୀ କର୍ମଚାରୀ କାମ କରିବା ପରେ ଓଭରଟାଇମ୍ କାମ ପାଇଁ ପେମେଣ୍ଟ ଦାବି କରିପାରିବେ ନାହିଁ, କାରଣ ସେମାନଙ୍କୁ ନିୟନ୍ତ୍ରଣ କରୁଥିବା ଏଭଳି କୌଣସି ବ୍ୟବସ୍ଥା ନିୟମର ଅଂଶୀଦାର ନୁହେଁ। ନଜର ପକାଇବା ପରବର୍ତ୍ତୀ ଖବର ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 100ତମ ମନ୍ କି ବାତ୍ ଖୁବ୍ ଶୀଘ୍ର ପ୍ରସାରିତ ହେବ। ବେତାର କାର୍ଯ୍ୟକ୍ରମର 100ତମ ଅଧ୍ୟାୟ
ପ୍ରସାରଣ ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଏକ ବଡ଼ ଉପହାର ଦେବେ। ଆଗାମୀ ରବିବାର ଅର୍ଥାତ୍ ଏପ୍ରିଲ 30 ତାରିଖ ଦିନ ମୋଦିଙ୍କ ମନ୍ କି ବାତ୍ର 100ତମ ଅଧ୍ୟାୟ ପ୍ରସାରିତ ହେବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ 100 ଟଙ୍କିଆ ମୁଦ୍ରା ଉପହାର ଦେବେ। ସୂଚନା ଅନୁସାରେ ସରକାରଙ୍କ ଦ୍ୱାରା ଜାରି ଅଧିସୂଚନାରେ କୁହାଯାଇଛି ଯେ ମନ୍ କି ବାତ୍ର 100ତମ ଅଧ୍ୟାୟ ଅବସରରେ ଟଙ୍କଶାଲ ପକ୍ଷରୁ 100 ଟଙ୍କିଆ ମୁଦ୍ରା ଜାରି ହେବ। କୁହାଯାଇଛି ଯେ ଏହି ମୁଦ୍ରାର ଗୋଲେଇ 44 ମିଲିମିଟର ହେବ, ଯାହାକୁ 4ଟି ଧାତୁ ରୂପା, ତମ୍ବା, ନିକେଲ ଓ ଦସ୍ତା ମିଶାଇ ନିର୍ମିତ କରାଯିବ। ଏହି ମୁଦ୍ରାର ଅଗ୍ରଭାଗ ମଝିରେ ଅଶୋକ ସ୍ତମ୍ଭ ସିଂହ ରହିବ, ଯାହା ତଳେ ସତ୍ୟମେବ ଜୟତେ ଲେଖା ରହିବ। ସେହିପରି ମୁଦ୍ରାର ଧାରରେ ହିନ୍ଦୀରେ ଭାରତ ଓ ଇଂରାଜୀରେ ଇଣ୍ଡିଆ ଲେଖା ରହିବ। ତଳେ ରୁପି ଚିହ୍ନ ଦେଇ 100 ଟଙ୍କା ଖୋଦେଇ ହୋଇଥିବ। ଏହି ମୁଦ୍ରାରେ ମନ୍ କି ବାତ୍ 100 ଲେଖା ରହିବ।